ମାନେ ଯାହା ବୁଝା ପଡୁଛି ଯେ ପାଠ ପଢିଥିଲେ ଯେ କେବଳ ଗୋଟେ ସ୍କିଲ୍ ଆଚିଭ୍ ହେଇପାରିବନି। ତ ଏକ୍ସାକ୍ଟଲି ଯଦି ନିଜର ଚାହିଁବା ତ ସ୍କିଲ୍ ଟାକୁ ଆମେ ଆଚିଭ୍ କରିପାରିବା। ଯେକୌଣସି ଜିନିଷ ଜୀବନରେ କରିବେ ଆପଣ, ଯେକୌଣସି ଜିନିଷ ଆପଣ ଜୀବନରେ କରିବାକୁ ଚାହୁଁଛନ୍ତି ସେ ଜିନିଷ ପ୍ରତି ଭଲ ପାଇବାଟା ଥିବା ଉଚିତ। ଯେତେ ପର୍ଯ୍ୟନ୍ତ ଗୋଟେ କର୍ମ ପ୍ରତି ଆପଣଙ୍କର ଭଲ ପାଇବା ଆସିନାହିଁ, ଆପଣ ନିଜ ଭାବି କରିପାରୁନାହାନ୍ତି, ସେତେ ପର୍ଯ୍ୟନ୍ତ ସେ କର୍ମଟା କେବେ ବି ସଫଳ ହେଇପାରିବ ନାହିଁ। ଏଇଟା ମୋର ଭାବନା। ଲୋକ କଣ ଭାବୁଛନ୍ତି ତା ବିଷୟରେ ମୁଁ କହିପାରିବି ନାହିଁ। ଯେକୌଣସି ଜିନିଷ ଜୀବନରେ ଆମର ମା ବାପାଙ୍କ ପ୍ରତି ରେସପେକ୍ଟ। ଏଠି ଆପଣଙ୍କ କଥାରୁ ମୁଁ ଗୋଟେ ଏପିଜେ ଅବଦୁଲ କଲାମଙ୍କର ଗୋଟେ ଟକ୍ ଗୋଟେ ମନେ ପଡୁଛି। ତ ଆମେ ଯେକୌଣସି ଅର୍ଗାନାଇଜେସନ କୁ ଯାଆନ୍ତୁ ନା କାହିଁକି ସେ କାମଟାକୁ ଆମ ନିଜର ଭାବିକି କରିବା ଦରକାର। ଅର୍ଗାନାଇଜେସନ କୁ ଆମେ ନିଜର ନ ଭାବିକି ବଟ୍ କାମଟାକୁ ଆମ ନିଜର ବି ଭାବିକି କରିବା ଦରକାର। ଆମ କାମଟିକୁ ଆମେ ଭଲ ପାଇବା ଦରକାର।